ଲୁହା ଆଉ ଚୁମ୍ବକ ଏଇ ଦିଟା କେବେ ପୃଥକ ନୁହନ୍ତି। ଆଜ୍ଞା କିନ୍ତୁ ଲୁହାର ପରବର୍ତ୍ତୀ ଅବସ୍ଥାଟା ହେଲା ଚୁମ୍ବକ, ଆଜ୍ଞା କିନ୍ତୁ ଲୁହାଟା ହେଲା ମୂଳ, ତାର ଆଜ୍ଞା ଆଜ୍ଞା ପରବର୍ତ୍ତୀ ଅବସ୍ଥାଟା ହେଲା ଚୁମ୍ବକ। ଆଜ୍ଞା ଠିକ ଆଜ୍ଞା ସେଇଭଳି ଦେଖନ୍ତୁ, ଆଜ୍ଞା ମଣିଷ ପୁରୁଷ ଭିତରେ ଯୋଉ ଶୁକ୍ର କୀଟ ରହିଛି ଆଜ୍ଞା ସେଇଟା ହଉଛି ପ୍ରଥମେ ଲୁହା ସଦୃଶ। ଆଜ୍ଞା ସେଟା ଗୋଟେ ଜୈବ ପଦାର୍ଥ। ଆଜ୍ଞା ଗଛ ଯାହା ସିଏ ସେଇଆ। ଆଜ୍ଞା ତେଣୁ ଉଦ୍ଭିଦ ସଜୀବ, ସିଏ ବି ଆଜ୍ଞା ସଜୀବ, କିନ୍ତୁ ଆଜ୍ଞା ସଚେତନ ନୁହଁ। ଆଜ୍ଞା ଆଜ୍ଞା କିନ୍ତୁ ତାର ଗୋଟେ ଟାଇମ ଆସେ ଆଜ୍ଞା ଯେତେବେଳେ ସେ ଚେତନା ପ୍ରାପ୍ତ ହୁଏ। ଆଜ୍ଞା ସେଇ ଯୋଉ ଚେତନା ପ୍ରାପ୍ତ ହୁଏ ସେ ସଙ୍ଗେ ସଙ୍ଗେ ଆଜ୍ଞା ଚୁମ୍ବକରେ ପରିଣତ ହେଇଯାଏ। ଆଜ୍ଞା ମୋ କଥା ବୁଝିଲେ ନା? ଆଜ୍ଞା ସେ ପ୍ରଥମେ ଲୁହା ରୂପରେ ଥାଏ ଆଜ୍ଞା ପୁରୁଷର ଶୁକ୍ରାଶୟରେ, ଆଜ୍ଞା କିନ୍ତୁ ମୈଥୁନ ସମୟରେ ତା ଆଜ୍ଞା ପାଇଁ ଗୋଟେ ଚେତନ ଶକ୍ତି ଚେତନ ଚାର୍ଜ ସହିତ ହେଇଯାଏ। ଯୋଗଟି ତା ଭିତରକୁ ଆସେ ଆକ୍ଚୁଆଲି। ଆଜ୍ଞା ହଁ, ଯେତେବେଳେ ଚାର୍ଜ ହେଇଯାଏ ସେଇଟା ଚୁମ୍ବକରେ ପରିଣତ ହେଇଯାଏ। ଆଜ୍ଞା ଆଜ୍ଞା କିନ୍ତୁ ସେଇଟା କେମିତି ଆସେ, କୋଉଠୁ ଆଜ୍ଞା ଆସେ ନା ସେଟା ପିତାର ଦୁକୁରୁ ଆସେ। ଆଜ୍ଞା ତାକୁ ଆମର ଯୋଉ ଓଡିଶାର ଯୋଉ ରହିଛନ୍ତି ସାଧକ କିମ୍ବା ଆମ ଗୁରୁ, ସିଏ ଆଜ୍ଞା କହିଲେ ତା ନା ବିନ୍ଦୁ ବ୍ରହ୍ମ। ହଁ ବିନ୍ଦୁ ଗୁରୁଦେବ ବ୍ରହ୍ମ ଗୋଟେ ଜିନିଷ ଯୋଉ ଇନଭର୍ଟି ଫର୍ଟିଲାଇଜେସନ ଟା କରାହଉଛି, ମାନେ ସ୍ପର୍ମ ଯାଇକି ବାହାରେ ଏବେ ସାଇଣ୍ଟିଷ୍ଟ କରାହଉନି କି ଯୋଉମାନଙ୍କର ଇନଭର୍ଟି ଫର୍ଟିଲାଇଜେସନ ଟା ବାହାରେ ବୁଝେଇଦେବି। ଫର୍ଟିଲାଇଜ ହେଇକି ଟେଷ୍ଟ ଟ୍ୟୁବ କରାହେଇକି ପୁଣି ଇମ୍ପ୍ଲାଣ୍ଟ କରାହଉଛି ଛୁଆ ମାନେ ମା ଭିତରେ। ମୁଁ ବଡ ଭଲ ପ୍ରଶ୍ନଟା ଆପଣ ପଚାରିଲେ। ଆଜ୍ଞା ଯେ ମୋର କହିବା କଥା ହଉଛି ବାହାରେ ଯାଇକି କରାହେଇକି ମଧ୍ୟ ସେଥିରେ ଚେତନ ବିକାଶ ହଉଛି। ହଉଛି କେମିତି? ଆଜ୍ଞା ହଁ, ହଉଛି, କିନ୍ତୁ ଆଜ୍ଞା ସେଇ ଯୋଉ ଚେତନ ବିକାଶ ହଉଛି, ଆଜ୍ଞା ଚେତନ ଟା ବଳେ ବେଳେ ବିକାଶ ହଉଛି। ମୁଁ ଆଜ୍ଞା ବୁଝେଇ ଦଉଛି ଶୁଣନ୍ତୁ, ଯେ ଆଜ୍ଞା ଗୋଟିଏ ଫ୍ୟାନ, ଆଜ୍ଞା ସେ ଫ୍ୟାନ ଟା ଯେତେବେଳେ କମ୍ପ୍ଲିଟ ହେଇକି ତାକୁ କରେଣ୍ଟ ଚାର୍ଜ କରିବ, ସେ ଆଜ୍ଞା ବୁଲିବ ନା ଆଉ। ଆଜ୍ଞା କିନ୍ତୁ ଏଇ ଚାର୍ଜ ଟା ଆମେ ଅନ୍ୟ କୌଣସି ସୋର୍ସ ତାକୁ ଚାର୍ଜ କରୁଛନ୍ତି। ଆଜ୍ଞା ଆଜ୍ଞା କିନ୍ତୁ ଯେତେବେଳେ ଟେଷ୍ଟ ଟ୍ୟୁବ ବେବି ହଉଛି, ଆଜ୍ଞା ଯେତେବେଳେ ସେ ମାନେ ଚେତନ ବିକାଶର ପୂର୍ଣ୍ଣ ଆଧାର ଟା ସୃଷ୍ଟି ହେଇଯାଉଛି ଆଜ୍ଞା ଟେଷ୍ଟ ଟ୍ୟୁବରେ, ସେତେବେଳେ ସେ ଚେତନା ଟା ବଳେ ବେଳେ ସେଠି ବିକାଶ ହେଇଯାଉଛି। ତାକୁ କେହି ଆଜ୍ଞା ବିକାଶ କରୁନାହାନ୍ତି। ତାର ଗୋଟେ ଆଜ୍ଞା ଆଉ ଗୋଟେ ଉଦାହରଣ ଦଉଛି, ଯେ ଗୋଟେ ଗଛରେ ଆପଣ ଫୁଲ ଗଛରେ ଆପଣ ପାଣି ଫାଣି ଦେଇକି ତାକୁ ସବୁ ବଢେଇଲେ, କିନ୍ତୁ ଆଜ୍ଞା ଫୁଲଟାକୁ ଆପଣ ସୃଷ୍ଟି କରିପାରିଲେନି। କିନ୍ତୁ ଆଜ୍ଞା ଆଜ୍ଞା ଯେତେବେଳେ ଫୁଲ ଫୁଟିବାର ଟାଇମ ଆସିଲା, ଆଜ୍ଞା ଫୁଲଟା ବଳେ ବେଳେ ସେଠି ଫୁଟିଲା, ତାକୁ ଆଜ୍ଞା ଆଜ୍ଞା ଫୁଟଉନାହାନ୍ତି। ଆଜ୍ଞା ଫୁଲଟା ବଳେ ବେଳେ ଫୁଟୁଛି। ଠିକ ସେଇଭଳି ଟେଷ୍ଟ ଆଜ୍ଞା ଟ୍ୟୁବ ବେବିରେ ଯେତେବେଳେ ଚେତନ ବିକାଶର ମାଧ୍ୟମ ସବୁ ଠିକ ହେଇଗଲା, ସେ ଆଜ୍ଞା ଅଟୋମେଟିକ ଚେତନ ପରିପ୍ରକାଶ ହେଇଯାଏ। ତାକୁ କେହି ଆଜ୍ଞା କରନ୍ତି ନାହିଁ। ଏଟା ହଉଛି ଆଜ୍ଞା ଚେତନ ଶକ୍ତିର ଧର୍ମ। ଆଜ୍ଞା ମୁଁ ଆଜ୍ଞା ବୁଝେଇଛି ଆମର ଏଠି ଆଜ୍ଞା ଯୋଉ ୟୁଟ୍ୟୁବରେ, ଯେ ଆଜ୍ଞା କେବଳ ପ୍ରାଣୀ ଶରୀରକୁ ଛାଡିଦେଲେ ଆଜ୍ଞା ଆଉ କୌଣସି ଶରୀର ବିଶ୍ଵ ବ୍ରହ୍ମାଣ୍ଡରେ ନାହିଁ ଯାହା ଆଜ୍ଞା ଯାହା ମଧ୍ୟରେ ଚେତନାର ବିକାଶ ସିଧାସଳଖ ହବ। ଆଜ୍ଞା ଆଜ୍ଞା ଏଇଟା ମୁଁ ଶୁଣିଛି। ହୁଁ। ଆଜ୍ଞା ଆଚ୍ଛା, ଆପଣଙ୍କର ଯଦି ବହୁତ ଭିଡିଓ ଗୁଡାକ ମାନେ ସ୍ପିଡ ମାରିକି ମୁଁ ଯାଇଛି, ମାନେ ହୁଁ ଯୋଉ 1.5 ରେ ସ୍ପିଡ ମାନେ ଶୁଣିକି ମାନେ ଯାଇଛି। ହୁଁ, ତେଣୁ ଗୋଟେ କଥା ହଉଛି, ଯଦି ଭ୍ରୂଣର ବିକାଶରେ ଚେତନା ବଳେ ବେଳେ ଟେଷ୍ଟ ଟ୍ୟୁବରେ ହଉଛି, ମତେ କହିଲ ଆଜ୍ଞା ଗୋଟେ ମୁଗ ମଞ୍ଜି କିମ୍ବା ଯେକୌଣସି ଗୋଟେ ଉଦ୍ଭିଦ ମଞ୍ଜି କି ଆମେ ଆଜ୍ଞା ଟେଷ୍ଟ ଟ୍ୟୁବରେ ଯଦି କରିବା, ସେଠି ଚେତନା ଆଜ୍ଞା ବିକାଶ ହେଇପାରିବ କି? ହେଇପାରିବ ନାହିଁ। ଆଜ୍ଞା ଆଜ୍ଞା ଠିକ କଥା କାରଣ ଠିକ କଥା କାରଣ ଯେ ତାପରେ ସଜୀବ ଉଦ୍ଭିଦ ମଧ୍ୟରେ ଆଜ୍ଞା ଚେତନ ବିକାଶ ହେଇପାରିବ ନାହିଁ। ଆଜ୍ଞା ଆଜ୍ଞା ମାନେ ଗୋଟେ କଥା ହଉଛି, ଉଦ୍ଭିଦ କୋଷ ଯୋଉ ରହିଲା, ଆଜ୍ଞା ଆଜ୍ଞା ଉଦ୍ଭିଦ କୋଷରେ କେବେ ହେଲେ ଆମେ ଚେତନା ବିକାଶ କରିପାରିବା ନାହିଁ। ନାଇଁ ଆଉ ଚେତନ ଆଜ୍ଞା ବିକାଶ କରିପାରିବା କେବଳ ପ୍ରାଣୀ କୋଷରେ। ଠିକ ଆଜ୍ଞା ସେଇଭଳି ସେଇ ପ୍ରାଣୀ କୋଷ ଗୁଡିକ ଯେତେବେଳେ ଏକତ୍ରିତ ହେଇକିରି ଆଜ୍ଞା ସ୍ପର୍ମ ଓଭା ଉଭୟ ଆଜ୍ଞା ମିଶିକିରି ଟେଷ୍ଟ ଟ୍ୟୁବରେ ଯେତେବେଳେ ତାର ପରିପ୍ରକାଶ ସମୟ ଆସିଯାଏ, ଆଜ୍ଞା ଚେତନ ବଳେ ବେଳେ ବିକାଶ ହୁଏ। ତାକୁ କେହି ବିକାଶ କରନ୍ତି ନାହିଁ। ଆଜ୍ଞା କଣ ବୁଝିପାରିଲେ ନା? ଆଜ୍ଞା କିନ୍ତୁ ଆଜ୍ଞା ସେଇ ଯୋଉ ଚେତନ ବିକାଶ ଯୋଉ ସ୍ପର୍ମ ଟା ଯାଏ, ଆଜ୍ଞା ପିତା ଠାରୁ ଯୋଉ ସ୍ପର୍ମ ଟା ଯାଏ, ସେ ଆଜ୍ଞା ସ୍ପର୍ମ ଟା ମୁଁ ପୂର୍ବରୁ ଯୋଉ କହୁଥିଲି ସେଇଟା ଚୁମ୍ବକ ହେଇକିରି ଯାଏ। ଆଜ୍ଞା ଆଜ୍ଞା ସେଟା ଲୁହା ହେଇକି ଯାଏନା। ତାମାନେ ଆଜ୍ଞା ସିଏ ଉଦ୍ଭିଦ ଭଳିଆ, ଶୁକ୍ର କୀଟଟା ଗୋଟେ ଉଦ୍ଭିଦ ଭଳିଆ ଥାଏ ଆଜ୍ଞା ଶୁକ୍ରାଶୟରେ, ଆଜ୍ଞା କିନ୍ତୁ ଯେତେବେଳେ ସିଏ ଯାଏ ଆଜ୍ଞା ନିତାନ୍ତରୁ ବାହାରିକି ଯାଏ, ବହିର୍ଗତ ହୁଏ, ସେତେବେଳେ କଣ ହୁଏ ନା ଏନର୍ଜି ଗୋଟେ ନେଇକି ଆଉ ଗୋଟେ ଏନର୍ଜି ଫର୍ମରେ ଯିବ, ଏନର୍ଜି ଗୋଟେ ନେଇକି ସେଇ ଯୋଉ ଏନର୍ଜି ଫର୍ମ ଟା ପିତାର ଆଜ୍ଞା ଦୁକୁରେ ଥାଏ। ପିତାର ଆଜ୍ଞା ଷଡଚକ୍ର ଭେଦ କରି ଆସିକି ତା ଦେହରେ ସେ ଆଜ୍ଞା ପ୍ରବେଶ କରେ। କରିସାରିଲା ପରେ ସେଇଟା ଯାଇକିରି ପୁଣି ପହଞ୍ଚେ କୋଉଠି, ଟେଷ୍ଟ ଆଜ୍ଞା ଟ୍ୟୁବରେ। ଆଉ ମାତାର ଉଭମ ମଧ୍ୟ ସେଠି ପହଞ୍ଚେ। ପହଞ୍ଚି ସାରିଲା ପରେ ବିକାଶ ହୁଏ। ସେଇ ଯୋଉ ଚେତନା ଶକ୍ତିଟା ଦୟାନନ୍ଦ ଜାଗ ପରମହଂସ, ଦୟାନନ୍ଦ ପରମହଂସ ଏବେ କଣ ଅଛନ୍ତି? ଦୟାନିଧି ପରମହଂସ ଦୟାନଦୀ ପରମହଂସ ଶରୀର ରକ୍ଷା କଲେଣି 1992 ମସିହାରୁ। ଆଚ୍ଛା, ତାହେଲେ ଆପଣ ତାଙ୍କ ସାଙ୍ଗରେ ସଂସ୍ପର୍ଶରେ ପୁରା ଏକଦମ ଆସିଛନ୍ତି ନାଇଁ? 16 ବର୍ଷ ତାଙ୍କର ବୁକୁଚା ବୋଇଛି। ତାହେଲେ ସିଏ ତ ପୁରା ଗୋଟେ ବଡ ଅଲଟ୍ରା ଭର୍ସନ ଥିବେ? ହଁ ତାଙ୍କ ବିଷୟରେ କିଛି ବାବା
ସିଏ ଯଦି ପିଟି କରି ବସିବେ ବିଶ୍ୱ ବ୍ରହ୍ମାଣ୍ଡରେ ତାଙ୍କୁ କେହି ଓହଲେଇ ପାରିବେନି। ସିଏ ମାନେ ଯଦି ଆପଣ ନିଜକୁ ମାଇକ୍ରୋସ୍କୋପ ବୋଲି ଭାବୁଛନ୍ତି ସିଏ ଗୋଟେ ଟେଲିସ୍କୋପ ତାହେଲେ। ହଁ ଯଦି ଆପଣ ମାଇକ୍ରୋସ୍କୋପ ହେବେ ମାନେ ଆପଣ ତ ମାଇକ୍ରୋସ୍କୋପ ନୁହନ୍ତି ମତେ ଯାହା ଲାଗୁଛି ଆପଣ ବହୁତ ଜାଣିଛନ୍ତି ମାନେ ଏବେ ବର୍ତ୍ତମାନ ଯିଏ ଅଛନ୍ତି ସମସ୍ତଙ୍କଠୁ ବୈଜ୍ଞାନିକ ତତ୍ତ୍ୱ ଟୋଟାଲ ସନାତନ ଧର୍ମର ବାସ୍ତବ ରୂପଟାକୁ ମତେ ଆପଣଙ୍କ ପାଖରେ ଲାଗିଲା ଯେ ଆପଣ ସବୁ ଜାଣିଛନ୍ତି। ଏବେ ସବୁ ଅପଭ୍ରଂଶ ସବୁ ଯାହା ଦେଖାଉଛି ସବୁ ଅପଭ୍ରଂଶ। ଅପଭ୍ରଂଶ। ଆଉ ମୋର ଆଜ୍ଞା କିନ୍ତୁ ଗୋଟିଏ ଲକ୍ଷ୍ୟ ଯେ ମୁଁ କହୁଛି ସନାତନ ଧର୍ମଟା ବିଜ୍ଞାନ ଭିତ୍ତିକ, ଆଜ୍ଞା ଏହାର ପ୍ରୁଫ ଦବା ପାଇଁ ମୁଁ ଚାଲିଛି, ମୋର ଉଦ୍ୟମ ଆଜ୍ଞା ଆଜ୍ଞା ବଞ୍ଚିଥିଲା ଭିତରେ। ବିଶ୍ୱ ଆଜ୍ଞା ବ୍ରହ୍ମାଣ୍ଡରେ ଯେତେ ଧର୍ମ ଅଛି ଆଜ୍ଞା ସବୁଠୁ ସନାତନ ଧର୍ମ ହଉଛି ବିଜ୍ଞାନ ଭିତ୍ତିକ, ତାହାର ଆଜ୍ଞା। ପ୍ରୁଫ ଟା ଦବା ପାଇଁ ମୁଁ ବର୍ତ୍ତମାନ ଚାଲିଛି। ଆପଣଙ୍କର ସେଥିପାଇଁ ଯୋଉ ଗୋଟେ ଦେଇଥିଲେ ଯୋଉ ବ୍ୟାସଙ୍କର ସେ ଯୋଉ ଗୋଟେ ଏକ ରାତ୍ରିଣ କଲ୍ଲୋଳ ସେଇଟାକୁ ମୁଁ ଦେଖିଲି ସେଇଟା ମୁଁ ଆଜି ଆଲୋଚନା ହବ। ଆଜ୍ଞା ସେଇଟା ସେଇଟା ଆଜି ଆଲୋଚନା ହବ। କଲ୍ଲୋଳ ରାତ୍ରେଣ ଆଜ୍ଞା ପଞ୍ଚରାତ୍ରେଣ ବୁଧ ବୁଧମ୍ ବୁଧ ଆଜ୍ଞା ଦଶା ହେନ ତୁ କର୍କନ୍ଧୁ ପେଷ୍ୟଣ୍ଡଂ ବାସ୍ତତ ପରମ୍। ଏଇ ଯୋଉ କଥାଟା, ଏଇ ଆଜ୍ଞା କଥାର ବିଜ୍ଞାନ ଭିତ୍ତିକ ପ୍ରମାଣ କୋଉଠି ଅଛି ଗୁଗୁଲ ଖେଳି ଖେଳି ମତେ ବର୍ତ୍ତମାନ ଗୋଟିଏ ମାସ ଲାଗିଛି। ଆଜ୍ଞା ଆଜ୍ଞା ମାର୍ଚ୍ଚ 29 ରୁ ଏପ୍ରିଲ 26 ଆଜି ହେଇଗଲା। ଆଜ୍ଞା ଗୋଟିଏ ମାସ ତ ଲାଗି ଗତ ମୁଁ ଆକ୍ଚୁଆଲି ସାର୍ ବାୟୋଲୋଜି ଟିଚର ଆକ୍ଚୁଆଲି ସାର୍ ବାଃ ଏଇ ତ ବଢିଆ ହେଲା। ବାୟୋଲୋଜି ମୁଁ ଏଇ ସବୁ ଜିନିଷ ଗୁଡାକ ମୁଁ ହଠାତ୍ ମୁଁ କହିଲି ଏଇ ଜିନିଷ ଗୁଡାକ ବି 5000 ବର୍ଷ ପୂର୍ବରୁ ଲେଖା ହେଇଛି। ଆଉ ହଁ ଆପଣ ଏଇ ମାନେ ଯୋଉ ଆତ୍ମା ଏଇ ବିଷୟରେ ମୁଁ ପୁରା ଜାଣିଲି। ଆଚ୍ଛା ଆମ ସନାତନ ଧର୍ମ ତାହେଲେ ବହୁତ ଗୋଟେ ବିଶାଳ ମନ ହଁ ସଚେତନଠାରୁ ବହୁତ କିଛି ଜାଣି ହେଇଛି ବଟ୍ ଏମାନେ ସବୁ ଅପଭ୍ରଂଶ କରିକି ସବୁ ଚଲେଇଛନ୍ତି ସବୁ। ଆପଣ ମାନଙ୍କ ଭଳି ଜ୍ଞାନୀ ଲୋକ ଯଦି କ୍ଷୁଦ୍ର ବିଶମ୍ବର ଭାବରେ କଥାକୁ ଜାଣିବେ, ଆଜ୍ଞା ଆପଣ ମାନେ ଖୁସି ତ ନ ହେଇକି ରହିପାରିବେନି, ଆଜ୍ଞା କିନ୍ତୁ ଆପଣ ପ୍ରତିପାଦନ କରିଦେଇ ପାରିବେ ବିଶ୍ୱରେ ଯେ ବିଶ୍ୱମ୍ବର ବାବା ଯାହା କହୁଛନ୍ତି ସନାତନ ଧର୍ମ ବ୍ୟାସଦେବଙ୍କର ପ୍ରତିଟି ଆଜ୍ଞା ଶ୍ଲୋକ ଆଜ୍ଞା ବିଜ୍ଞାନ ସମ୍ମତ ବୋଲିକି କୁହାଯିବ। ମୁଁ ଆଜ୍ଞା ସେଇଟା ସେ ତୃତୀୟ ସ୍କନ୍ଧ 31 ଅଧ୍ୟାୟରୁ ମୁଁ ପାଇଲି ଶରୀର ଜ୍ଞାନ। ଆଜ୍ଞା ଦୟାନିଧି ପରମହଂସ କେମିତି ତାକୁ ସବୁ ବୁଝେଇଛନ୍ତି ଖରସ୍ତା କଳ୍ପରେ, ଆଉ ଆଜ୍ଞା ବ୍ୟାସଦେବ କେମିତି ବୁଝେଇଛନ୍ତି ଭାଗବତରେ, ସବୁକୁ ଟ୍ରାଲି କରିକି ବର୍ତ୍ତମାନ ଆମେ କିନ୍ତୁ ଏଠି ମାନେ ଭଗବାନ ଯୋଉ ମଣିଷ ଭିତରେ ଚକ୍ର ଭିତରେ ଅଛନ୍ତି, ଆମେ ଯୋଉ ଭଗବାନ ଗୋଟେ ରୂପ ଦେଇକି ଆମେ ଭାବୁଛେ ଏମାନେ କିଛି ଆମକୁ ଆଶୀର୍ବାଦ ଦେବେ, ଆମର କିଛି ପଇସା ବଢିଯିବ, ଏଇଭଳି ଭାବରେ ଲୋକମାନେ ପୂଜା କରୁଛନ୍ତି। ନାଇଁ ସିଏ ସବୁ ଅନ୍ଧାନୁସରଣ। ଆଜ୍ଞା ମାନେ ଲୋକମାନେ ହଉ ବା ମୁଁ ବି ହଉ ସେମିତି ଗୋଟେ ଫର୍ମ ଦେଖୁଥିଲି ଭଗବାନ ଏମିତି ଅଛନ୍ତି। ଆମେ ତାଙ୍କୁ ମୁଣ୍ଡିଆ ମାରିଦେଲେ ସେମିତି ଗୋଟେ ଲୋକ କିଏ ଆସିକି ଆଶୀର୍ବାଦ ଦେବ, ଆମର କିଛି ପରିବର୍ତ୍ତନ ହେଇଯିବ। ପ୍ରକୃତରେ ଆମ ଏଇଠି ବଡି ଭିତରୁ ତାହେଲେ ତିଆରି ହୁଏ, ହଁ ମାନେ ନିଜ ଏଇଠି ଓନ୍ ଭିତରୁ ହିଁ ମାନେ ଚିନ୍ତନ ଶକ୍ତିରୁ ତିଆରି ହୁଏ ନାଇଁ କି? ହଁ ମୁଁ ଆମର ଆପଣଙ୍କର ଭିଡିଓ ଦେଖିଲା ପରେ ଜାଣିଲି। ସାଧୁମାନେ କହିଛନ୍ତି ତ୍ରୈଲୋକ୍ୟ ଜାନି ଭୂତାନି ତାନି ସର୍ବାଣୀ ଦେହତଃ ମେରୁଂ ସମ୍ବିଷ୍ଟ ସର୍ବତ୍ର ବ୍ୟବହାର ପ୍ରବର୍ତ୍ତତେ। ତ୍ରୈଲୋକ୍ୟ ଜାନି ଭୂତାନି ତାନି ସର୍ବାଣୀ ଦେହତଃ। ଆଜ୍ଞା ତିନି ଲୋକରେ ଯେତେ ପ୍ରକାରର ସବୁ ପ୍ରାଣୀ ଅଛନ୍ତି ସବୁ ମୋ ଦେହ ଭିତରେ ଅଛି। ଆଜ୍ଞା ତେଣୁ ସେ ଦେହକୁ ଡିସେକ୍ସନ କରିଦେଲେ ଆମର ଆଉ କିଛି ଦରକାର ନାହିଁ କୋଉଠି କଣ ବୁଝିବା। ଆଜ୍ଞା 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 ତେଣୁ ସେଇଥିପାଇଁ ମୁଁ ପ୍ରଥମେ ଭୁବନେଶ୍ୱର ଆଲୋଚନାଟା ଆରମ୍ଭ କରିଛି ଦେହ ଜ୍ଞାନ ପାଇଁ। ସେଇ ଯୋଉ ଦ୍ୱିତୀୟ ଶ୍ଳୋକଟାକୁ ମୁଁ ଆଜି ଖାଲି କହିଛି, ଆଜ୍ଞା। 2 ମାସ ହେଲା କହିଲିଣି, କିନ୍ତୁ ଆଜି ତାର ପୁଙ୍ଖାନୁପୁଙ୍ଖ ବିଜ୍ଞାନ ଭିତ୍ତିକ ପ୍ରୋଜେକ୍ଟରେ ମୁଁ ତାକୁ ପ୍ରତିଫଳନ କରିକି କହିଛି। ଆପଣଙ୍କର ଏଇ ଜିନିଷ ଗୁଡାକୁ ବର୍ତ୍ତମାନ ଆପଣଙ୍କର ଏଇ ବାସ୍ତବ ଜିନିଷ ହୁଁ ମାନେ ଯଦି ଆମେ ସବୁ କଲେଜର ସବୁ ମାନେ ଏଜୁକେଟେଡ ପିଲାମାନଙ୍କୁ କହିବା ଯାହା ସକାଶେ ଆମ ହୁଁ ହିନ୍ଦୁ ଧର୍ମକୁ ସମସ୍ତେ ମାନେ ଆଉ ହୁଁ ଗୋଟେ ଆଙ୍ଗୁଠି ଉଠେଇବା ଆରମ୍ଭ କରୁଛନ୍ତି ବେସିକାଲି ଆମର ଖ୍ରୀଷ୍ଟିଆନିଟି ମାନେ। ହୁଁ ସେମାନେ ଭାବୁଛନ୍ତି ଗୋଟେ ତମେ ବାସ୍ତବିକ ଜିନିଷ ଭିତରେ ପଶୁନ। ଆକ୍ଚୁଆଲି ହୁଁ ଆମ ବାସ୍ତବିକ ଜିନିଷ ଯେ ବର୍ତ୍ତମାନ ସାଇଣ୍ଟିଷ୍ଟ ସାଙ୍ଗରେ ଇକ୍ୱାଲ ଏଟାକୁ ହୁଁ ଆମକୁ ପ୍ରୁଭ୍ କରିବାର ଅଛି। ଆଉ ସେଇଟା ଆପଣଙ୍କର ଏଇ ଜିନିଷ ଦେଖିଲା ପରେ ମୁଁ ଜାଣିଲି ଆପଣ ହଉଛନ୍ତି ଗୋଟେ ବ୍ୟକ୍ତି ଯିଏ ଆକ୍ଚୁଆଲି ମାନେ ଆପଣ ହିଁ ମାନେ ଧର୍ମାନ୍ତିକରଣକୁ ଅପୋଜ କରିପାରିବେ। ଆପଣଙ୍କ ହଁ ପାଖରେ ସେ ଶକ୍ତି ଅଛି ଯେ ନିଶ୍ଚୟ ଆମ ଜିନିଷ ପାଖରେ ସନାତନର ଆକ୍ଚୁଆଲି କନସେପ୍ଟ ଆପଣ ଜାଣିଛନ୍ତି ଆଉ ସନାତନର ଆକ୍ଚୁଆଲି କନସେପ୍ଟ ହଉଛି ସାଇଣ୍ଟିଫିକାଲି ପ୍ରୁଫ୍। ହଁ ତେଣୁ ଆପଣ ମତେ ସାହାଯ୍ୟ କଲେ ସବୁ ହେଇଯିବ। ଆଜ୍ଞା ଆଜ୍ଞା। ଆପଣଙ୍କୁ ମୁଁ ଅସ୍ତ୍ର କରିକି ଜିନିଷକୁ ପ୍ରଚାର କରିବା ପାଇଁ ଚାହୁଁଛି। ନାଇଁ ନାଇଁ ଆପଣ ତ ବହୁତ ମାନେ ମୁଁ ରିୟଲାଇଜ୍ ମୁଁ ଆପଣଙ୍କର ଭିଡ଼ିଓ ଆପଣ ଦେଖିବେ ସ୍କ୍ରଲ୍ କରିକି ବହୁତ 1.5 ପୁଣି ଦେଖିଛି କାଲି ରାତିରେ ମୁଁ ଶୋଇନି। ମୁଁ ହୁଁ ଦେଖିଲି ଆରେ ଇଏ ତ ମାନେ ଆପଣ ସବୁ ମାନେ ଯୋଉ ଯୋଗ କ୍ରିୟା ମେଡିଟେସନ ପ୍ରାଣାୟାମ ଏସବୁ ଜିନିଷରେ ମତେ ସେଇଠୁ ମୁଁ ଆକ୍ଚୁଆଲି ମଝିରେ ମଝିରେ ପ୍ରାଣାୟାମ କରେ। ହୁଁ ତାପରେ ଆସ୍ତେ ଦେଖିଲି ତାପରେ ଆତ୍ମ ବିଷୟରେ ତାପରେ ଲାଷ୍ଟ ମୋମେଣ୍ଟ ଆଜି 4ଟା ରାତିରେ 3ଟା ବେଳେ ମୁଁ ଦେଖିଲି ଆରେ ଆପଣ ପୁରା ସେ ମାନେ ଭ୍ରୂଣ ବିଷୟରେ କହିଲେ ଆଉ ଆତ୍ମା ବିଷୟରେ କହିଲେ ଆପଣ ହୁଁ ରିଜେକ୍ଟ କଲେ ସବୁ
ମତେ କହୁଛି ନା ରିଏଲ ଚ୍ୟାନେଲରେ ବଡ ବଡ ଫିଲୋସଫରଙ୍କର ଯୋଉ ଭିଡିଓ ଗୁଡାକ ଦେଖୁଛି ଇଂଲିଶ ଭିଡିଓ ଚ୍ୟାନେଲ ଗୁଡାକ ଯୋଉଟା ଆମର ହିନ୍ଦୀ ଚ୍ୟାନେଲ ଗୁଡାକ ସେଠି ବି ସେମାନେ ସେମ ଜିନିଷ କହିଲେ ଆତ୍ମା ଗୋଟେ କନସେପ୍ଟ ସେମିତି କିଛି ନାହିଁ ମଣିଷ ଭିତରେ ସଚେତନତା ଶକ୍ତି ଗୋଟେ କନସିୟସନେସ ହଁ ହଁ। ତ ଆପଣ ହିଁ ସେଇ କଥା କହିଲେ ମୁଁ କହିଲେ ତ ତେଣୁ ସେଇ ଜିନିଷଟା ଆପଣ ଗୋଟେ ଭଲ କଥା କହିଲେ। ବହୁ ବର୍ଷ ତଳେ ଆଜ୍ଞା ଭିଏନ୍ କଲେଜରେ ଆମର ଜଣେ ଲେକ୍ଚରର ଭାରି ମୋଟିଭେଟେଡ ହେଇକି ମତେ ଡାକି ନେଲେ। ଆଜ୍ଞା ଡାକି ନେଲା ଭିଏନ୍ କଲେଜରେ ମୁଁ ଯେତେବେଳେ ଫାଷ୍ଟ ଆଲୋଚନା କଲି ଆଜ୍ଞା ସେଠି 2 ଜଣ ଲେକ୍ଚରର ଉଠିଲେ। ଜଣେ ଆଜ୍ଞା ଫିଲୋସଫି ଲେକ୍ଚର, ଜଣେ ଆଜ୍ଞା ପିଜିସି ଲେକ୍ଚର। 2 ଆଜ୍ଞା ଜଣ ଭିତରେ ମାଡଗୋଳ ଲାଗିଲା। ମୁଁ ହୁଁ କହିଲି ନା ଲାଗିବ, କାରଣ ହଉଛି କଣ ନା ତାର ମୀମାଂସାଟା ଆପଣ ପାଇନାହାନ୍ତି। ଯଦି ଆଜ୍ଞା ମୀମାଂସା ପାଇଯିବେ ଫିଲୋସଫି ଚୁପ୍ ହେଇଯିବ, ଆଉ ସାଇନ୍ସ ମଧ୍ୟ ଚୁପ୍ ହେଇଯିବ। ଆମର ଯୋଉ ଆଜ୍ଞା ବଡ ବଡ ଦାର୍ଶନିକ ଅଛନ୍ତି ଶଙ୍କରାଚାର୍ଯ୍ୟ କତୁରୁ ଆରମ୍ଭ କରିକି ବେଦାନ୍ତ ଫିଲୋସଫି ଷଡ଼ ଦର୍ଶନ ଆଜ୍ଞା ସବୁ ଆଜ୍ଞା ଫିଲୋସଫି ମୁଁ ପଢିଛି। ପଢି ଆଜ୍ଞା ସାରିଲା ପରେ ସେ ଫିଲୋସଫିର ପୁରା ମାନେ କଥା ଗୁଡିକ ଆଜ୍ଞା ବିଜ୍ଞାନ ଭିତ୍ତିକ ବୋଲିକି ମୁଁ ବୁଝି ନେଇଛି। ଆଜ୍ଞା ତେଣୁ ଆଜ୍ଞା ସେଇ ଫିଲୋସଫିର ବିଜ୍ଞାନ ଭିତ୍ତିକ କଥା ଗୁଡିକ କେମିତି ଆଜ୍ଞା ମାନେ ମାନେ ଆମେ ବୁଝେଇବି ମୁଁ ଲୋକମାନଙ୍କୁ, ମୋର ଆଜ୍ଞା ସେଇଟା ଗୋଟେ ବର୍ତ୍ତମାନ ଉଦ୍ୟମ ଅଛି। ଆଉ ଆଜ୍ଞା ମୁଁ ପାଉନେଇ ପାରିପାର୍ଶ୍ଵିକ ଆପଣ ନାଇଁ ମାନଙ୍କ ଆପଣ କେତେ ନିଶ୍ଚିନ୍ତ ଜଣଙ୍କୁ। ହବ, ଆପଣଙ୍କର ନିଶ୍ଚିନ୍ତ ହବ, କାରଣ ଆପଣଙ୍କ ପାଖରେ ସତ୍ୟତା ପୁରା ଅଛି। ମୁଁ ବୁଝିଗଲି ଯେ ଜିନିଷ ବି ମାନେ ଆକ୍ଚୁଆଲି ବାସ୍ତବ ଜିନିଷ ଆମ ସନାତନ ଭିତରେ ଲୁଚି ରହିଥିବା ଜିନିଷ ଆପଣ ଗୋଟେ ଦେଖିଲେ ମତେ ଯୋଉଟା ଆକ୍ସେପ୍ଟ ଲାଗିଲା। ମୁଁ କାହାକୁ ଆକ୍ସେପ୍ଟ କରୁନଥିଲି ହୁଁ ହୁଁ ମାନେ ଦୁନିଆରେ ହୁଁ ମାନେ ଆପଣଙ୍କର ବି ଯୋଉ ଆମର ଅଛନ୍ତି ବ୍ରହ୍ମା କୁମାରୀର ହଁ ହଁ ବ୍ରହ୍ମାଙ୍କର କନସେପ୍ଟର ଲାଷ୍ଟକୁ ମୁଁ ଫେଲର କଲି ଯେ ନାଇଁ ଆତ୍ମା ବୋଲି ଏମିତି ଗୋଟେ ଲାଇଟ୍ ବାହାରିଯିବ ନା ଏମିତି କେବେ ହେଇପାରିବନି। ହୁଁ ଯୋଉଠି ପବନଟା ଗୋଟେ ମାନେ ସାର୍ ଅକ୍ସିଜେନ କାର୍ବନ ଡାଇଅକ୍ସାଇଡ ର ନିୟନ୍ତ୍ରଣ ମାନେ ପବନ କୁଆଡେ ତାକୁ ହଲେଇକି କୁଆଡେ ଫୋପାଡ଼ି ଦଉଛି। ହୁଁ ଆତ୍ମାଟାକୁ ବି ତ ଯଦି ପବନରେ ଆସିବ ପବନ ତାକୁ କୁଆଡେ ନେଇକି ପହଞ୍ଚେଇଦବ। ସେ ପୁଣି ଆତ୍ମାଟା କେମିତି କଣ୍ଟ୍ରୋଲ ହେଇକି ଆଉ ଠିକ ଯିବ ସେମିତି କିଛି ହେଇପାରିବ କି? ମତେ ଲାଗେ ହୁଁ କି ସେମିତି ଆତ୍ମା ବୋଲି ଗୋଟେ ଲାଇଟ୍ କିଛି ଆସିକି ପବନରେ ମିଶେନି ବୋଧେ। ନା ନା ପବନ ସେଇଟା ଯଦି ନୁହେଁ। ମିଶିବ ତାହେଲେ ପବନ ତାକୁ ଉଡେଇକି କୁଆଡେ ଆମେରିକା ଇଂଲଣ୍ଡ ଆଡେ ପଳେଇବ ତ ସବୁ ସେ ଶୁଣନ୍ତୁ ଉଡିକି ଆଜ୍ଞା, ପଳେଇବେ। ନା ନା ପବନ ଟା ଗୋଟେ ଜଡ ପଦାର୍ଥ, ପବନରେ କେମିତି ଆଜ୍ଞା ମିଶିବ? ସିଏ ଶୂନ୍ୟରେ ଯିବ। ବୁଝିଲେ ଆଜ୍ଞା କି? ସେଇଟା ମୁଁ ଯୋଉଟା କହିଲେ ସେଟା ସେମାନେ ଠିକ କହିଛନ୍ତି, କିନ୍ତୁ ଆଜ୍ଞା ତାର ଯୋଉ ପୁରା କନସେପ୍ଟ ଟା ଆପଣ ନାଇଁ ମାନଙ୍କ ସେମାନେ ପାଖରେ ସେମାନେ ଗୋଟେ ଫର୍ମ ଗୋଟେ ଦେଇ ଦେଇଛନ୍ତି। ନା ସେଇଟା ଏମିତି ଗୋଟେ ଭୁଲ। ଫର୍ମ ସେଇଟା ଫର୍ମ ଏମିତି ଗୋଟେ ରୂପ ଅଛି। ନାଇଁ ବୁଝେଇବାର ଭୁଲ ସେ କରିଛନ୍ତି। ଆଜ୍ଞା ସମझे ନା, କିନ୍ତୁ ମୋ ଜିନିଷଟା ଆପଣ ଦେଖନ୍ତୁ ଲେଖା ହେଇଛି, ଦେଖନ୍ତୁ ଆଜ୍ଞା ଆମ ଶ୍ରୀ ଶ୍ରୀ ଦୟାନନ୍ଦ ପରମହଂସ କହିଲେ କି କଣ କହିଲେ ଆଜ୍ଞା ପଦେ ମୁଁ କହୁ ଶୁଣନ୍ତୁ। ସେ ବ୍ରହ୍ମ ଜ୍ୟୋତି ରୂପ ଧରି ପୁରୁଷରେ ତ ଆଶା କରି ନିଶ୍ଚଳ ହୋଇ ନର ହୋଇ କମଳ ଶସ୍ତ୍ର ଦଳେ ଯାଇ। ଆମ ଦେହରୁ ସେ ଆତ୍ମାଟା ଗୋଟେ ଆଜ୍ଞା ଜ୍ୟୋତି ରୂପରେ ଯାଏ। ଆଜ୍ଞା ଆଜ୍ଞା ସେଇ ଯୋଉ ଜ୍ୟୋତିଟା ଲାଇଟ୍ ଅଛି କନସିୟସ୍ ଲାଇଟ୍ ଯୋଉଟା ଯାଏ ଆଜ୍ଞା ଆଜ୍ଞା ଜ୍ୟୋତି, ଆଜ୍ଞା ଜ୍ୟୋତି ସେଇ ରୂପ ଜ୍ୟୋତି ନୁହଁ ଜ୍ୟୋତି ରୂପ। ଜ୍ୟୋତି ରୂପରେ ସେ ଯାଏ। ଆଜ୍ଞା ଆଜ୍ଞା ଜ୍ୟୋତି ରୂପରେ ଯାଏ। ଆଜ୍ଞା ଆଜ୍ଞା ଜ୍ୟୋତି ଟାଇପର ଯାଏ କିନ୍ତୁ ସେ ନିଜେ ଜ୍ୟୋତି ଆଚ୍ଛା ହଁ ଠିକ ଅଛି ବୁଝିଗଲା। ମୁଁ ବୁଝେଇ ଦଉଛି ଆପଣଙ୍କୁ, ଆଜ୍ଞା ବୁଝେଇ ଦଉଛି ଶୁଣନ୍ତୁ। ଆପଣ ଗୋଟେ ଖରାରେ ଛିଡା ହୁଅନ୍ତୁ। ଆଜ୍ଞା ଆଜ୍ଞା ଖରାରେ ଛିଡା କଲେ ଆପଣଙ୍କ ପଛ ପଟେ ଗୋଟେ ଲାଇଟ୍ ପଡିବ ନା, ନା ଛାଇଟା ପଡିବ ନା ନାଇଁ? ଆଜ୍ଞା 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 ସେଇ ଛାଇଟିରେ ଲାଇଟ୍ ନାହିଁ। ଆଜ୍ଞା ଆଲୋକ ଅଭାବରୁ ଆମ ଦେହର ଛାୟାଟା ସେଠି ପଡିବ। ଆଜ୍ଞା ବୁଝିଲେ, ଆଜ୍ଞା ଆଜ୍ଞା କିନ୍ତୁ ମୁଁ ଆପଣଙ୍କୁ ଦେଖେଇଦେମି ପ୍ରାକ୍ଟିକାଲ କରିକି ଦେଖେଇଦେବି। ସେଇ ଆଜ୍ଞା ଛାଇଟା ଯେତେବେଳେ ଆଲୋକ ରୂପ ଧାରଣ କରିବ ଆଜ୍ଞା ଶୂନ୍ୟରେ, ସେଇ ଆଜ୍ଞା ଛାଇଟାକୁ ମୁଁ ଶୂନ୍ୟରେ ଆପଣଙ୍କୁ ଦେଖେଇଦେମି, ସେଟା ଗୋଟେ ଆଲୋକ ରୂପ ଧାରଣ କରିବ। ଆଜ୍ଞା ଯେତେବେଳେ ଆଲୋକ ରୂପ ଧାରଣ କରିବ, ସେଇଟା ଆପଣଙ୍କ ଶରୀର ଯେମିତିକା ସେ ଶରୀର ସେମିତିକା। ଆଜ୍ଞା ଆଜ୍ଞା ତେଣୁ ତାହା ନାଁ ହଉଛି ସୂକ୍ଷ୍ମ ଶରୀର। ଆଜ୍ଞା ଆଜ୍ଞା ତେଣୁ ଆମ ଶରୀର ଭିତରେ ଯେତେବେଳେ ସେ ଜ୍ୟୋତିଟା ଯାଏ, ଆମ ଆଜ୍ଞା ଶରୀର ଆକାରର ଗୋଟେ ଆଜ୍ଞା ଆଲୋକମୟ ସୂକ୍ଷ୍ମ ମାନେ ଆକାର ହେଇକିରି ସେ ଯାଏ। ଆଜ୍ଞା ଏଇଟା ଆମର ହିନ୍ଦୁ ଧର୍ମର ଆଜ୍ଞା ଆମର ସବୁ ସାଧୁ ସନ୍ନ୍ୟାସୀ ମାନଙ୍କର ମତ। ଆଜ୍ଞା କିନ୍ତୁ ସେଇ ଯୋଉ ଆଲୋକ ରୂପରେ ଯାଏ, ଆଜ୍ଞା ତା କାହିଁକି ଯାଏ, କେମିତି ଯାଏ, ଏଇ ଆଜ୍ଞା ଜିନିଷ କୌଣସି ଜାଗାରେ ନାହିଁ, କେବଳ ବିଶ୍ୱମ୍ବର ବାବା କହିବେ। ଆଜ୍ଞା ଆଜ୍ଞା ମୁଁ ସେଇଟାକୁ ତାକୁ କହିଛି, ବିଜ୍ଞାନ ଭିତ୍ତିକ ପ୍ରମାଣ ଦେଇଛି କେମିତି ସିଏ ଯାଏ। ନା ଆଜ୍ଞା ଜଳରୁ ବରଫ, ଆଜ୍ଞା ଜଳ ଯାହା ବରଫ ସେଇଆ, ଆଜ୍ଞା କିନ୍ତୁ ଆଜ୍ଞା ତାଙ୍କର ମାନେ ଷ୍ଟ୍ରକ୍ଚର ରୂପାନ୍ତର ଚେଞ୍ଜ ହଉଛି ହେଇଯାଏ ଅଲଗା। ଫର୍ମ ଠିକ ସେଇ ତାଙ୍କର ଯୋଉ ପ୍ରକୃତିଟା ଚେଞ୍ଜ ସେମିତି କନସିୟସ୍ ଲାଇଟ୍ ଆଉ ଆମର ଶରୀର ଭିତରେ ଥିବା ଯୋଉ ଲାଇଟ୍, ଏଇ ଆଜ୍ଞା ଦିଟା ଭିତରେ ହଉଛି ପାର୍ଥକ୍ୟ ହଉଛି ସେଇଆ। ଆଜ୍ଞା ଆମ ଶରୀର ଭିତରେ ଯୋଉ ଲାଇଟ୍ ଟା ଯାଏ, ସେ ଆଜ୍ଞା କଣ ହୁଏ ନା ତାକୁ ଗୋଟେ କୋଟିଂ ହେଇଥାଏ। ଆଜ୍ଞା ଆଜ୍ଞା ସେ କୋଟିଂ ଯୋଗୁ ସେ ଗୋଟେ ରୂପ ନେଇକି ଯାଏ। ସେ ଆଜ୍ଞା କୋଟିଂ ଟା ଯେତେବେଳେ ଭାଙ୍ଗିଯିବ, ସେ ଆଜ୍ଞା ମୂଳ ଜ୍ୟୋତି ସାଙ୍ଗରେ ସେ ମଧ୍ୟ ମିଶିଯିବ।
ଆଜ୍ଞା ଆଜ୍ଞା ସେଇ କୋଟିଂଟା କଣ ନା ସେଇ କୋଟିଂଟା ହଉଛି କଣ ଯେ ଆମର ଗୀତାରେ ଲେଖା ଅଛି ମମେବାଂଶ ଜୀବ ଲୋକେ ଜୀବ ଭୂତ ସନାତନ ମନ ଷଷ୍ଠାନେନ୍ଦ୍ରିୟ ଆଣି ପ୍ରକୃତି ସ୍ଥାନୀ କରୁଛନ୍ତି। ମନ ସହିତ 6ଟା ଇନ୍ଦ୍ରିୟ କଳ୍ପନା କରିବା, ଦେଖିବା, ଶୁଣିବା, ଶୁଙ୍ଘିବା, ଚାଖିବା ଏବଂ ଛୁଇଁବା, ଏଇ 6 ପ୍ରକାରର କର୍ମ ବୀଜ ସେ ଆଲୋକର ରଙ୍ଗ ରୂପରେ ସେ ଜ୍ୟୋତିକି କଣ କରନ୍ତି ନା ଘେରିକିରି ସେ ଆଉ ଗୋଟେ ରୂପ ସୃଷ୍ଟି କରନ୍ତି। ଏଇ କର୍ମ ସଂସ୍କାର ଗୁଡାକ ଯେତେବେଳେ ଆପଣଙ୍କର ଖଣ୍ଡନ ହେଇଯିବ ଏଇ ଜ୍ୟୋତି ପୁଣି ମୂଳ ଜ୍ୟୋତି ସାଙ୍ଗରେ ମିଶିଯିବ। ତା ନାଁ ହଉଛି ଅପୁନରାଗମନ, ଆଉ ତା ନାଁ ହଉଛି ମୁକ୍ତି। ଆଉ ସାଧୁମାନେ ଯୋଉ ମୁକ୍ତି ପାଆନ୍ତି ଏଇ କର୍ମ ବୀଜ ଗୁଡିକକୁ ସେ ଖଣ୍ଡନ କରିକି ଦେହ ଭିତରୁ ପଳାନ୍ତି, ଜ୍ୟୋତିରେ ଜ୍ୟୋତି ମିଶିଯାଏ, ଆଉ ସେ ଫେରି ପାରନ୍ତି ନାହିଁ। କିନ୍ତୁ ସେଇ କର୍ମ ଖଣ୍ଡନ ଆମ ସମସ୍ତଙ୍କର ହେଇପାରେ ନା, କାହିଁକିନା ଆମେ ସବୁ କାମନା ବାସନାରେ ଆସକ୍ତ ହେଇକି ଆମେ ସବୁ ଗୋଟେ ଗୋଟେ ସବୁ ରଙ୍ଗୀନ କରିଦଉଛନ୍ତି ସେ ଆତ୍ମ ଶରୀରକୁ, ବିରାଟ ପୁରୁଷକୁ। ସେ ପୁରୁଷଟି ନାଁ ହଉଛି ବିରାଟ ପୁରୁଷ। ବିରାଟ ପୁରୁଷର ଆବିର୍ଭାବ ଭାଗବତର ଅଛି। ମୁଁ ତାର ବିଜ୍ଞାନ ଭିତ୍ତିକ ପ୍ରମାଣ ସମୟ ହେଲେ ମୁଁ ଆପଣଙ୍କୁ ସବୁ ଗୋଟି କରିକି ଯେତେବେଳେ ଯାହା ଯୋଉ ପ୍ରଶ୍ନ ପଚାରିବେ ଆଉ କିଛି ଦୟାନିଧି ପ୍ରବନ୍ଧଙ୍କ କୃପାରୁ ସବୁ କହିବା ପାଇଁ ମୁଁ ଚେଷ୍ଟା କରିବି। ଆଉ ଦୟାନିଧି ପରମହଂସ ତାହେଲେ ଆମ ଓଡିଶାର ଲୋକ ନାଇଁ? ଓଡିଶାର ପଞ୍ଚସଖା ମାର୍ଗର ପଞ୍ଚସଖା ହଉଛନ୍ତି ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ଜଗନ୍ନାଥ, ବଳରାମ, ଏମିତି ଯୋଉ 5 ଜଣ ରହିଲେ ଏମାନେ ହଉଛନ୍ତି 5 ଜଣ ବୈଜ୍ଞାନିକ ଆମ ଓଡିଶାରେ, ବିରାଟ ବୈଜ୍ଞାନିକ। ତେଣୁ ଆଙ୍କର ଯୋଉ ବିଜ୍ଞାନ ଅଚ୍ୟୁତାନନ୍ଦ ମହାପୁରୁଷ ସେ ଯୋଉ ଯୋଗ ସାଧନାକୁ ସ୍ୱତନ୍ତ୍ର କୌଶଳରେ ସେ ସୃଷ୍ଟି କରିଛନ୍ତି, ଯୋଉଟା କି ସେ ତାଙ୍କର ସ୍ୱତନ୍ତ୍ରତା ଅରିଜିନାଲିଟି। ଆଉ ସେଇ ଯୋଗ କୌଶଳ ମାଧ୍ୟମରେ ହିଁ କେବଳ ଆମ ଠାକୁର ଯାଇକିରି ସିଦ୍ଧି ଲାଭ କରିଥିଲେ। ଗୋନାସିକା ପାହାଡରେ ସେ 10 ବର୍ଷ 4 ମାସ 20 ଦିନ ସେ ଗୋନାସିକା ପାହାଡ ଆମର ଯାଜପୁରରେ ଯୋଉ ଏଇଟା ତ କେଉଁଝର ଗୋନାସିକା ଯୋଉ ଆମର ଇଏ ବାହାରିଛି ବୈତରଣୀ ବାହାରିଛି, ବୈତରଣୀ ବାହାରି ଯୋଉଠି ସେଇଠି ସେ ସିଦ୍ଧି ଲାଭ କରିଛନ୍ତି। ଆପଣ ସବୁ ଜାଣିବେ ଧୀରେ ଧୀରେ। କାରଣ ମୁଁ ଯୋଉଟା ଖୋଜୁଥିଲି ଆକ୍ଚୁଆଲି ଆପଣଙ୍କର ଟୋଟାଲ ମାନେ କନସେପ୍ଟ ଗୁଡାକ ହିଁ ମୁଁ ପାଇଲି, ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ମୁଁ ଓଡିଶାରେ ଏମିତି ଗୋଟେ କିଏ ମୁଁ ଗ୍ରହଣ କରୁନଥିଲି। ଆମ ଓଡିଶାରେ ନୁହେଁ, ଆମ ସନାତନ ଧର୍ମରେ। ସନାତନ ଧର୍ମ କିନ୍ତୁ ସନାତନ ଧର୍ମକୁ ଏତେ ଅପହାସ କରିକି ଏମାନେ ଫର୍ମ ବନଉଛନ୍ତି। ନାଇଁ ସନାତନ ବଞ୍ଚିଥିଲେ ଯୋଉ 10-20 ବର୍ଷ ବର୍ତ୍ତମାନ ବଞ୍ଚିବେ, ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ସନାତନ ଧର୍ମ ମୂଳଦୁଆ ଏମିତି ଠିକ କରିବି, ଲେଖୁଛି, ଲେଖା ବି ଚାଲିଛି। ଆପଣ ମାନଙ୍କ ଭଳି ଶିକ୍ଷିତ ଯଦି ଆସିବ ମୁଁ ଲେଖାକୁ ମଜବୁତ କରିଦେବି। ମୋ ବହି ନାଁ ହଉଛି ନିରପେକ୍ଷ ତତ୍ତ୍ୱ। ବୁଝିଲା, ମୁଁ ଲାଷ୍ଟକୁ ମତେ ଓଡିଶାରେ ଯୋଉ ଆମର ମହିମା ଧର୍ମକୁ ବି ମୁଁ ଗ୍ରହଣ କଲି। ମହିମା ଧର୍ମ ଯୋଉ ଶୂନ୍ୟ କଥା କହୁଛି ଏଇଟା ବି ସତ। ନିଶ୍ଚୟ ମୁଁ ଶୂନ୍ୟତା ଉପରେ ଲାଷ୍ଟକୁ ବିଶ୍ୱାସ କଲି। ଲାଷ୍ଟକୁ ମୁଁ ଭାବିଲି ଯେ କିଛି ନାହିଁ, ମାନେ ମହିମା ଧର୍ମଟା ବି ଯୋଉଟା କହୁଛି ଆକ୍ଚୁଆଲି ମହିମା ଧର୍ମଟା ବାସ୍ତବ ନା? ହଁ, ଆପଣଙ୍କ ମତରେ ଶୁଣନ୍ତୁ, ମହିମା ଧର୍ମ ନୁହେଁ, ମହିମା କର୍ମ ସନାତନ ଧର୍ମ। ତାଙ୍କ ସିଏ ବି ସନାତନ ଧର୍ମ, ଆମର ଗୋଟେ ପାର୍ଟ ଗୋଟେ ପାର୍ଟ। ହଁ, କିନ୍ତୁ ବ୍ରହ୍ମ ଅବଧୂତ ହଉଛନ୍ତି ମାନେ ସନାତନ ଧର୍ମର ମୂଳ ପିଢି। ତେଣୁ ସମାନେ ସବୁ କଥା ବୁଝଉଛନ୍ତି, ଜାଣୁଛନ୍ତି, ଅନ୍ଧାନୁସରଣ ଭାବରେ ତାଙ୍କର ରିଏଲାଇଜେସନ ସେମାନଙ୍କର କାହାର ପ୍ରାୟ କମ ଲୋକଙ୍କର ଅଛି। ତେଣୁ ଆପଣ ଆସନ୍ତୁ, ମୁଁ ଆପଣଙ୍କୁ ରିଏଲାଇଜ କରିଦେବି ସବୁ କଥା। ଥିଓରି ଏବଂ ପ୍ରାକ୍ଟିକାଲ ସବୁ ବିଷୟରେ ରିଏଲାଇଜ କରିଦେବି। ଯଦି ଆଜି ନ ଆସିପାରିବେ ତାହେଲେ ଲଗାତାର ଭିଡିଓ ଦେଖନ୍ତୁ। ଭୁବନେଶ୍ୱର ଭିଡିଓଟା ବୋଧେ ଏପ୍ରିଲ ମାସ 26 ଗଲା, ମେ ମାସରେ ବୋଧେ ମୁଁ ପ୍ରକାଶ କରିବି। ଆପଣ ସେ ଇଏକୁ କରିବି ପୁଣି ମୁଁ ଦେବି ୟୁଟ୍ୟୁବରେ, ଆପଣ ଦେଖିବେ। ଆଉ ଦେଖି ଚାଲନ୍ତୁ, ମୁଁ 1100 ଭିଡିଓ ଛାଡ଼ିଲେଣି, ଆପଣ ଦେଖି ଚାଲନ୍ତୁ, ମୂଳ ସବୁ ପାଇବେ। ହଉ, ଆଜ୍ଞା ଗୁରୁଦେବ, ନମସ୍କାର ଗୁରୁଦେବ।